ସେମାନେ କଣ କହୁଛନ୍ତି କଣ ଏ ଷ୍ଟଲ କଣ ପ୍ରକୃତରେ ଆପଣ ମୁଁ ଦେଖିଲି ଯେ କିଛିଟା ଆକ୍ଟିଭିଟି ରିପୋର୍ଟ 2025-26 ର ରଖାଯାଇଛି କାର୍ଯ୍ୟାବଳୀ ବିବରଣୀ ଏବଂ ଆମେ ଏବେ ଜାଣିଥିଲୁ ଯେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ପଚାରୁଛନ୍ତି ଯେ କଣ କେମିତି କାମ ଚାଲିଛି ସେ ବାବଦରେ କୁହନ୍ତୁ କାରଣ ତାକୁ ସମୀକ୍ଷା କରି ପୁଣି ଥରେ ଆଗକୁ ବଢିବେ ସମସ୍ତେ। ଏବେ ଉଚ୍ଚଶିକ୍ଷା ବିଭାଗ ଏଠି ଆଜିର ଏକ୍ସପୋରେ ଗୋଟେ ଷ୍ଟଲ ଦେଇଛି ଏଇଥିପାଇଁ ଯେ ଓଡ଼ିଶା ରାଜ୍ୟରେ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଉଚ୍ଚଶିକ୍ଷା ପାଇଁ ପିଲାମାନେ ଯେଉଁ ଆସ୍ପାରାଣ୍ଟ ଅଛନ୍ତି ଏବଂ ଏନ୍ଇପି ଯେଉଁ ଲାଗୁ ହୋଇଛି ନୂଆ ନୂଆ ନ୍ୟାସନାଲ ଏଜୁକେସନ ପଲିସି 2020 ପିଲାଙ୍କର କ୍ୟାରିୟର କେମିତି ତିଆରି କରିବେ ଆଉ ସରକାରଙ୍କର ସବୁଠାରୁ ବଡ଼ ପଦକ୍ଷେପ ହେଉଛି ପିଲାଟିଏ ପାଠ ପଢ଼ି ସାରିଲା ପରେ ରୋଜଗାରକ୍ଷମ ହୋଇଯିବ ତେଣୁ ସ୍କିଲ୍ଡ ହୋଇଯିବ। ସେଇଥିପାଇଁ ଉଚ୍ଚଶିକ୍ଷା ବିଭାଗ ଇଣ୍ଟର୍ନସିପ୍ ଏଇଡିପି ଏସବୁ କାର୍ଯ୍ୟକ୍ରମ ଏବଂ ଏନ୍ଇପି ଦ୍ୱାରା ପିଲା ଗୋଟେ ପିଲା ଡୁଆଲ ଡିଗ୍ରୀ ନେଇପାରିବ ମଲ୍ଟିପୁଲ ଏକ୍ଜି ଏଣ୍ଟ୍ରି ନେଇପାରିବ ଆଉ ମଲ୍ଟି ଡିସିପ୍ଲିନାରୀ ନେଇପାରିବ ତେଣୁ ଗୋଟେ ଭବିଷ୍ୟତ ଗଢ଼ିବା ପାଇଁ ଆଜିକାଲି ଯେଉଁ ଏଜୁକେସନ ସିଷ୍ଟମ କିଭଳି ହାୟର ଏଜୁକେସନ କିଭଳି ହେଇଛି ଉଚ୍ଚଶିକ୍ଷା ବିଭାଗ ଆର ଗୋଟେ ସୁନ୍ଦର ପଦକ୍ଷେପ ନେଇଛି ଏବଂ ଏହି ଷ୍ଟଲ ମାଧ୍ୟମରେ ବହୁତ ଗୁଡ଼ିଏ ସକାଳେ ଆସ୍ପିରାଣ୍ଟ ଆସିଥିଲେ ବହୁତ କୋରି ଥିଲା ପିଲାମାନେ ବୁଝୁଥିଲେ ଯେ ଆମେ ଉଚ୍ଚଶିକ୍ଷାରେ କ'ଣ କ'ଣ କେଉଁ ଦିଗରେ ଗଲେ କେମିତି ହେବୁ ତା ଉପରେ ଭଲ ବିଶ୍ଳେଷଣ ହେଇଛି ଏବଂ ମାନସ ମନ୍ଥନ ବି ହେଇଛି।